मातृवंदना गान करिवे अपलक प्रियदर्शी भाई आस्का। श्रीमा श्री अरविंद समस्त अपभाई को मोर नमस्कार। दिव्य जननीकर परप शोभा देखिछ कि भाई तुमे। दिव्य जननीकर परप शोभा देखिछ कि भाई तुमे। भेदिछ कि नहीं से रूप चाहणी, भेदिछ कि नहीं से रूप चाहणी तुम अंतर मरमे। दिव्य जननीकर परप शोभा देखिछ कि भाई तुमे। केते जन्म केते तपस्यांतरे पाइछु तांकरी देखा, पाइछु तांकरी देखा। ए जीवन धन्य होइअछि आम जाली अंतरे से शिखा, जाली अंतरे से शिखा। केते जन्म केते तपस्यांतरे पाइछु तांकरी देखा, पाइछु तांकरी देखा। ए जीवन धन्य होइअछि आम जाली अंतरे से शिखा, जाली अंतरे से शिखा। लिभि की परिबसिए लिभि जीव पछे गगन सूरज, लिभि जीव पछे गगन सूरज तांको लिभाइब किए। दिव्य जननीकर परप शोभा देखिछ कि भाई तुमे। दिव्य जननीकर परप शोभा देखिछ कि भाई तुमे। कृतज्ञताम जणाउछु तांक चरणे नेई शरण, चरणे नेई शरण। सारा जीवनर सबु किछि पाई सिए ही आम कारण, सिए ही आम कारण। कृतज्ञताम जणाउछु तांक चरणे नेई शरण, चरणे नेई शरण। सारा जीवनर सबु किछि पाई
ସିଏ ହିଁ ଆମ କାରଣ, ସିଏ ହିଁ ଆମ କାରଣ। ଥାନ୍ତି ସେ ଆଖି ଆଗେ, ଯୋଆଡ଼େ ଚାହିଁଲେ ଦେଖୁଅଛୁ ତାଙ୍କୁ, ଯୋଆଡ଼େ ଚାହିଁଲେ ଦେଖୁଅଛୁ ତାଙ୍କୁ, ଅଛନ୍ତି ସେ ପାଖେ ପାଖେ। ଦିବ୍ୟ ଜନନୀଙ୍କର ଅପରୂପ ଶୋଭା, ଦେଖିଛ କି ଭାଇ ତୁମେ? ଦିବ୍ୟ ଜନନୀଙ୍କର ଅପରୂପ ଶୋଭା, ଦେଖିଛ କି ଭାଇ ତୁମେ? ଭେଦିଛି କି ନାହିଁ ସେ ରୂପ ଚାହାଣି, ଭେଦିଛି କି ନାହିଁ ସେ ରୂପ ଚାହାଣି, ତୁମ ଅନ୍ତରମରମେ। ଦିବ୍ୟ ଜନନୀଙ୍କର ଅପରୂପ ଶୋଭା, ଦେଖିଛ କି ଭାଇ ତୁମେ? ଦେଖିଛ କି ଭାଇ ତୁମେ? ଦେଖିଛ କି ଭାଇ ତୁମେ? ଧନ୍ୟବାଦ ଭାଇ। ମା ଶ୍ରୀ ଅରବିନ୍ଦଙ୍କ ନିକଟରେ କୃତଜ୍ଞତା ଜଣାଉଛି। ତୁମର ମାତୃବନ୍ଦନା ମାଙ୍କ ପାଖରେ ନିବେଦନ ହେଇଛି। ପାଠଚକ୍ରକୁ ଆଧ୍ୟାତ୍ମିକ ପରିବେଶ ତ୍ୱରାନ୍ୱିତ କରିଛି। ବର୍ତ୍ତମାନ ପ୍ରତି ରବିବାର ଠିକ ଏହି ସମୟରେ ଆମର ଶ୍ରୀ ଅରବିନ୍ଦ ଶକ୍ତିମୟୀ ପାଠଚକ୍ର ହୋଇ ଆସିଛି। ଉପସ୍ଥିତ ଅପା ଭାଇଙ୍କର ଆନ୍ତରିକତା ସମସ୍ତଙ୍କ ତରଫରୁ ମୁଁ ପୁଣି ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦପଦ୍ମରେ କୃତଜ୍ଞତା ଜଣାଉଛି। ମା ବହି ତୃତୀୟ ଅଧ୍ୟାୟ ଆମର ଆଲୋଚନା ଚାଲିଛି। ଆମର ସୌଭାଗ୍ୟ ଯେ ଆମର ପ୍ରିୟ ଭବେଶ ଭାଇ ଏହି ପାଠଚକ୍ରରେ ଉପସ୍ଥିତ ଅଛନ୍ତି। ସେ ତୃତୀୟ ଅଧ୍ୟାୟକୁ ଆଲୋଚନା କରିବେ। ଭବେଶ ଭାଇଙ୍କୁ ମୁଁ ଅନୁରୋଧ କରୁଛି ସେ ତାଙ୍କର ଆଲୋଚନା ରଖନ୍ତୁ। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ, ଶ୍ରୀ ଅରବିନ୍ଦ ଶକ୍ତିମୟୀ ପାଠଚକ୍ର ରେ ସମ୍ମିଳିତ ସମସ୍ତ ଅପା ଭାଇମାନଙ୍କ ପାଇଁ ପରମା ଜନନୀଙ୍କର ଆଶୀର୍ବାଦ ଭିକ୍ଷା କରୁଛି। ଆମେ ଗତ ରବିବାରରୁ ତୃତୀୟ ଅଧ୍ୟାୟର ଅଧ୍ୟୟନ ଆରମ୍ଭ କରିଛନ୍ତି ଏବଂ ବିଗତ ଦିନରେ ଅନ୍ୟ ଅଧ୍ୟାୟ ଗୁଡ଼ିକ ସମୟକ୍ରମେ ରଞ୍ଜିତ ଭାଇ ଓ ମୁଁ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଚଲେଇ ଆସିଛୁ। ରତ୍ନମଞ୍ଜରୀ ଭଉଣୀ ହେଉଛନ୍ତି ତାର ମୁଖ୍ୟ ସଞ୍ଚାଳିକା। ସମସ୍ତଙ୍କର ଉପସ୍ଥିତି ପାଇଁ ମୁଁ ପ୍ରଥମେ ଧନ୍ୟବାଦ ଜ୍ଞାପନ କରୁଛି ଏବଂ ଆମେ ଗତ ଥର ଯାହା ଆଲୋଚନା କରିଥିଲେ ମୁଁ ଆପଣଙ୍କୁ ମନେ ପକେଇବି ଯେ ଆମେ ସମସ୍ତେ ଆମ ଜୀବନରେ ନିରାପଦ ରହିବାକୁ ଚାହୁଁ। ଆମ ଜୀବନକୁ କିଛି ବିପଦ ଆପଦ ନ ଆସୁ, ଭୟ ସଙ୍କଟ ସର୍ବନାଶ ନ ଆସୁ, ଆମେ ସେଇଟା ସର୍ବାଦୁ ଚାହୁଁଥାଉ। ଏବଂ
ସେଥିପାଇଁ କେତେ ନା କେତେ ଆୟୋଜନ, କେତେ କେତେ ପ୍ରୟୋଜନ, କେତେ କେତେ ବ୍ୟବସ୍ଥା ଆମେ କରୁ ଯେମିତି ଆମ ଜୀବନ ଭୟମୁକ୍ତ ରୁହେ, ସଂକଟ ମୁକ୍ତ ରୁହେ ଏବଂ ଆମମାନଙ୍କ ଜୀବନକୁ ସେଭଳି ଗୋଟେ ପ୍ରଳୟ ନ ଆସୁ ଯାହା ଆମକୁ ନଷ୍ଟଭ୍ରଷ୍ଟ କରିଦେବ। କିନ୍ତୁ ମଣିଷର ଏହି ସକଳ ବ୍ୟକ୍ତିଗତ ପ୍ରୟାସ, ବ୍ୟକ୍ତିଗତ ଉଦ୍ୟମ, ସାମୂହିକ ଉଦ୍ୟମ, ସାମୂହିକ ପ୍ରୟାସ ଗୁଡ଼ିକ ମଣିଷକୁ ଯେତେ ସହଯୋଗ କରିନାହିଁ, ବରଂ ଗୋଟିଏ ଜିନିଷର ବହୁତ ବଡ଼ ପ୍ରୟୋଜନୀୟତା ଅଛି, ତାହା ହେଉଛି ଭାଗବତୀଙ୍କର କରୁଣା। ଏମିତି ନୁହେଁ ଯେ ମା ଭାଗବତୀଙ୍କର କରୁଣା ଆମ ପାଖରେ ନାହିଁ, ସଦାକାଳେ ଉପସ୍ଥିତ ଅଛି, କିନ୍ତୁ ଆମମାନଙ୍କର ଏକ ପାତ୍ରତା ଆବଶ୍ୟକ, ଆମମାନଙ୍କ ପାଇଁ ଏକ ଯୋଗ୍ୟତାର ଆବଶ୍ୟକ। କ'ଣ କଲେ ଆମେ ମାଙ୍କର କରୁଣାକୁ ଅନୁଭବ କରିପାରିବା, ଇଏ ଗୋଟେ ବଡ଼ ପ୍ରସଙ୍ଗ। ଆଉ ମାଙ୍କର କରୁଣା କ'ଣ, ତାହା କେତେ ସୁଦୂର ପ୍ରସାରୀ, କେତେ ପରିବ୍ୟାପ୍ତ, କେତେ ସର୍ବସ୍ପର୍ଶୀ ଆଉ କେତେ ପ୍ରସାରିତ ହେଇକି ରହିଛି ଏବଂ କେତେ ପ୍ରତ୍ୟକ୍ଷ ହେଇକି ରହିଛି, ତା ମଧ୍ୟ ଆମ ସମସ୍ତଙ୍କୁ ଜଣାଅଛି। ଆକାଶ ସିଏ ସୃଷ୍ଟି କରିଛନ୍ତି, ଆକାଶରେ କୋଟି କୋଟି ତାରା ସେ ଖଞ୍ଜିଛନ୍ତି, ତା ଭିତରେ ଗୋଟେ ସୂର୍ଯ୍ୟ ଅଛନ୍ତି। ସୂର୍ଯ୍ୟ ସବୁଦିନ ପାହାନ୍ତି ପହରୁ ପୂର୍ବ ଆକାଶରେ ଏକ ଆଭା ବିସ୍ତାର କରି ଆମ ପୃଥିବୀକୁ ଉଦୟ ହୁଅନ୍ତି। ଗଛପତ୍ର ମାନେ ସେହି ଅନୁସାରେ ସଚେତ ହୁଅନ୍ତି, ଜୀବକୁଳ ମଧ୍ୟ ସଚେତ ହୁଅନ୍ତି। ଗୋଟେ ସବୁଜ ପତ୍ର ତା ପାଇଁ ଖାଦ୍ୟ ରାନ୍ଧେ, ଧୀରେ ଧୀରେ ସେଇ ଖାଦ୍ୟ ଗୁଡ଼ିକ ମଣିଷର, ଜୀବଜନ୍ତୁର କାମରେ ଆସେ। ଏଠି ଜଳର ବ୍ୟବସ୍ଥା ରହିଛି, ପବନର ବ୍ୟବସ୍ଥା ରହିଛି। ଆମେ ଯେଉଁ ନିଶ୍ୱାସ ଗ୍ରହଣ କରି ପ୍ରାଣକୁ ଆୟାମ କରୁ, ଇଏ ତାଙ୍କ କରୁଣାର ଫଳ। କେତେ ପ୍ରକାର ଖାଦ୍ୟ, କେତେ ପ୍ରକାର ଏଠି ଫଳ ରହିଛି, କେତେ ପରିବା ରହିଛି, କେତେ ଧାନ ଶସ୍ୟ ରହିଛି, ସବୁକୁ ସେ ଖୁଣ୍ଟି ନାଣ୍ଟିକି ଗୋଟେ ପ୍ୟାକିଂ କରୁଛନ୍ତି। ମୁଁ ବହୁତ ସମୟରେ ମଜାରେ କହେ, ଦେଖିବେ ଧାନ ଗୁଡ଼ିକ ସବୁ ପ୍ୟାକ୍ଡ ହେଇଛି, ମକା କୋଉଠି ପ୍ୟାକ୍ ହେଇଛି, ଡାଳିମ୍ବ କେମିତି ପ୍ୟାକ୍ ହେଇଛି, କଦଳୀ କେମିତି ପ୍ୟାକିଂରେ ଅଛି, ନଡ଼ିଆ କେମିତି ପ୍ୟାକିଂରେ ଅଛି, ତାକୁ ସବୁ ଦେଖନ୍ତୁ। ଆମ ଶରୀର ବି କେମିତି ଗୋଟେ ପ୍ୟାକିଂ ବ୍ୟବସ୍ଥା ଭିତରେ ରହିଛି। ଚଢ଼େଇର ଶରୀର, ଗୋରୁ ଗାଈର ଶରୀର, ଯେତେ ଜୀବକୁଳ ଅଛନ୍ତି ସମସ୍ତଙ୍କର ଅନ୍ନର ବ୍ୟବସ୍ଥା, ସମସ୍ତଙ୍କ ପାଇଁ ଶରୀର କେମିତି ବୃଦ୍ଧି ହେବ, ତାଙ୍କ କୋଷ ଗୁଡ଼ିକ କିଭଳି ଭାବରେ ବୃଦ୍ଧି ହେବ, ତାଙ୍କ କୋଷ ଗୁଡ଼ିକ କେମିତି ବଞ୍ଚି ରହିବ, ଏ ସମସ୍ତ କାମକୁ ଯିଏ ସଚେତନ ଭାବରେ ପରିଚାଳନା କରୁଛନ୍ତି, ସେ ବିରାଟ ଶକ୍ତିର ଉପସ୍ଥିତି ହେଉଛି କରୁଣା। କିନ୍ତୁ ସୂର୍ଯ୍ୟ ଆମକୁ ଭଲ ପାଆନ୍ତି, ଏ କଥାଟି ଆମେ କେତେ ବୁଝିପାରୁ? ଏଇ ମାଟି ଆମକୁ କେତେ ଭଲ ପାଆନ୍ତି, ଆମେ ସେଟା କେତେ ବୁଝିପାରୁ? ଏଇ ଜଳ, ଏଇ ପବନ, ସୂର୍ଯ୍ୟଙ୍କର କିରଣ, ଚନ୍ଦ୍ରଙ୍କର କିରଣ, ଏ ସମସ୍ତ କିଛି ଆମକୁ ଭଲ ପାଇବା ପାଇଁ ଆମ ଚାରିକଡ଼େ ମା ଖଞ୍ଜିଛନ୍ତି, ଆମେ କେତେ ବୁଝିପାରୁ? ତେଣୁ ଏଇ ବୁଝିପାରିବା ବା ତାକୁ ଗ୍ରହଣ କରିପାରିବା, ତାକୁ ସ୍ୱୀକାର କରିପାରିବା, ତାକୁ ସମ୍ମାନ କରିବା, ତାକୁ ନିଜ ଆଧାରରେ କାର୍ଯ୍ୟକାରୀ ହେବାକୁ ଅନୁମତି ଦେବା, ଏଇଟା ହେଉଛି ଆମ ଅନ୍ତଃକରଣର ପ୍ରସ୍ତୁତି। ମା କହୁଛନ୍ତି, ଆମର ତ ସମସ୍ତଙ୍କର ହାତ, ଗୋଡ଼, ଆଖି, କାନ ରହିଛି, ବାହ୍ୟକରଣ ଆମମାନଙ୍କର ବି ରହିଛି, କର୍ମେନ୍ଦ୍ରିୟ ଗୁଡ଼ିକ। କିନ୍ତୁ ସବୁ କାମ ଗୁଡ଼ିକ ଏଇ ହାତ, ଗୋଡ଼, ଆଖି, କାନ ଦ୍ୱାରା ହଉନାହିଁ। ଏଇଟା ମାନେ ସବୁ ପ୍ରାଣୀ ମାନଙ୍କର ରହିଛି, ଗଛ ପତ୍ରର ଅଙ୍ଗ ପ୍ରତ୍ୟଙ୍ଗ ବି ଅଛି। ଆମେ ଯଦି ତାର ଡାଳ ଅଛି, ତାର ପତ୍ର ଅଛି, ସମସ୍ତେ କର୍ମରେ ବ୍ୟସ୍ତ ଅଛନ୍ତି। ଲକ୍ଷ୍ୟ କରିବେ, ଏଇ ଜୀବକୁଳ ଯେ କାମ କରୁନାହାନ୍ତି ସେ କଥା ବି ନୁହେଁ। ମହୁମାଛି ବି କାମ କରେ, ଉଇ ବି କାମ କରେ, ପିମ୍ପୁଡ଼ି ବି କାମ କରେ, ହାତୀ ବି କାମ କରେ, ବାଘ ବି କାମ କରେ। ସମସ୍ତଙ୍କର ଗୋଟେ ନିଜସ୍ୱ ଭୂମିକା ରହିଛି ଏ ଜଗତରେ। ଲୋକେ କହୁଛନ୍ତି ବାଘ ନ ରହିଲେ ବଣ ରହିବ ନାହିଁ, ବଣ ନ ରହିଲେ ବର୍ଷା ହେବ ନାହିଁ, ବର୍ଷା ନହେଲେ ଅନ୍ନ ଉତ୍ପନ୍ନ ହେବ ନାହିଁ। ଯେତେବେଳେ ଆଇନଷ୍ଟାଇନ କହୁଥିଲେ ଯେ ଯେତେବେଳେ ସବୁ ଏଇ କୀଟ ପତଙ୍ଗ ରହିବେ ନାହିଁ, ସେତେବେଳେ
तार 6 मास भितर जीव जगतर मनीष समाज ध्वंस हो कहीं ना ये जो कीट पतंग गुड़िक गोटे फूल को उड़ी बुलती और से पराग संगम करती जहाँफल ये जगत रे फल उत्पादन हो पार फल पनीपरिया जहाँ देखुं सब कीट पतंगर अवदान प्रकृतिर ये भली गोटे व्यवस्था सुंदर व्यवस्था रही तेणु से तो कर्म करती किंतु मनीष को एक विशेष कर्म दि जाए अन्य माने केवल कर्म करेंगे बाह्यकरण रे से माने बुझी पारिबे नहीं क्यों करुणा बल रे क्यों विराट व्यवस्था बल रे क्यों विराट आयोजन रे से महनीय माँ आम समस्त को एक उत्तरित पथरे होउछंती एक विराट सत्य भितर आमको बंचे रखिछंती सत्य भितर आमको अस्तित्व देइछंती एवं ये सत्य भितर आमको विवर्तनर पथरे नौछंती ये कथाटी बुझी परिवार विशेष क्षमता रही मनीषर एवं मनीषर रही अंतकरण तार भितरे द इनर इंस्ट्रूमेंट्स इनर स्टेट ये जो इनर स्टेट यीटा को गठित हब श्रद्धा द्वारा एवं निष्ठा द्वारा एवं समर्पण द्वारा जो मानकर अंतकरण श्रद्धा निष्ठा और समर्पण रे गठित से माने से विराट सत्य को बा मांकर से महान करुणा को बुझी पारिबे साइति पारिबे धरी रखी पारिबे जे भली नदी टीए बही जाए आउ से नदी रो मु पानी आनिया पई हेले मो पाखरे गोटे पात्र थिबा दरकार गोटे जनक पाखरे हातर अंजुला टी अछि आउ जनक पाखरे गोटे गरा अछि आउ जनक पाखरे गोटे लोटा अछि आमे हमर सामर्थ्य अनुसार जे भली नदी रो पानी आनु से भली ए विराट करुणार विश्वरु करुणा निधानंकर व्यवस्थाटी को बुझिबा कृतज्ञ होई बंचिबा एक दिव्य जीवन भितरे दिव्य बोध भितरे दिव्य प्रज्ञा नहीं बंचिबा एटा सहज हुए जते बेले आमे श्रद्धा निष्ठा एवं समर्पण द्वारा आम अंतकरण गठित एवं माँ जो पानी रही श्रद्धा संपर्क रे समर्पण संपर्क रे निष्ठा संपर्क रे बहुत चमत्कार भाव रे बुझे दि जाइए आमे समय समय मध्य आमे आलोचना करिछन किंतु बेले बेले ये श्रद्धाटी शुद्ध हवा उचित लेट योर फेथ बी प्योर कैंडिड एंड परफेक्ट आमर श्रद्धा शुद्ध हवा उचित सरल हवा उचित एवं पूर्ण हवा उचित प्योर कहले गोटे बड़ परिभाषा पवित्रता कहले बुझा जाए अज्ञानतार मुक्ति प्योर कहले केबे आपण बुझिबे नहीं घर जदि मैला रोची मो लुगा जदि मैला रोची मोर बासन कुसन जदि मैला अच्छे ताले सेटा होची प्रकृत रे गोटे अपवित्र हो आमे जे भली आम पूजा पार्वण रे पवित्र करिया पय हमर घर रो व्यवस्था गुडी को करू सेटा स्वच्छता एटा पवित्रता कि नहीं कहि हबो नहीं तो स्वच्छताटा गोटे पवित्रतार अंग एटा को अस्वीकार करूना किंतु जेते बेले पवित्रतार कथा आसीबो जेते बेले हमको आसीबो शुद्धतार कथा प्यूरिटी ये गोटे बड़ व्याख्या आवश्यक करे एवं ये पवित्रताटी मुख्यतः हबो जे आम भितर अज्ञानताटे नथिबो अज्ञानता होचे गोटे बड़ मलिनता गोटे बड़ बाधा आम पाई समस्त एवं यही अज्ञानता आधार करे गोटे अहंकार को इगोइस्टिक गोटे चेतना को इगोइस्टिक कॉन्शियसनेस को तेणु माता परब धाड़ी कहले एन इगोइस्ट श्री अरविंद कहले एन इगोइस्टिक फेथ in the mental and vital being tempted by ambition, pride, vanity, mental arrogance, vital self-will, personal demand, desire for the petty satisfactions of the lower nature ये सब कथा कहला ताले आपण जत्ते बेले श्रद्धाटी को शुद्ध करिवे
ପବିତ୍ର କରିବେ ସେତେବେଳେ କେମିତି କରିବେ ନା ଆପଣଙ୍କ ପାଖରେ ସେଇ ଇଗ୍ନୋରେନ୍ସଟାକୁ ଅଜ୍ଞାନତାଟାକୁ ଛାଡ଼ିବେ। ହେଲେ ଅଜ୍ଞାନତାଟା ହେଉଛି ଗୋଟେ ମହିଳା ଅନ୍ଧକାର, ତ ସେ ଅଜ୍ଞାନତାଟା ଆଧାର କରେ ଅହଂକୁ। ତେଣୁ ଆମେ ଯେତେବେଳେ ଶ୍ରଦ୍ଧା ସ୍ଥାପନ କରୁ ସାଧାରଣତଃ ଆମ ଭିତରେ ଗୋଟେ ଥାଏ ମୋ ମାଙ୍କୁ ଡାକୁଛି ଆଉ ମୋ ମାଙ୍କର ଶରଣାପନ୍ନ ହେଇଛି ସମର୍ପଣ କରିଛି, ମୋ ମାଙ୍କୁ ଶ୍ରଦ୍ଧା ପୂର୍ବକ ଭଲ ପାଉଛି, ମୋ ମାଙ୍କୁ ନିଷ୍ଠା ପୂର୍ବକ ତାଙ୍କ କାମଟି କରୁଛି। ତେଣୁ ନିଶ୍ଚିତ ଭାବରେ ମୋର ଯୋଉ ବ୍ୟକ୍ତି ଜୀବନ ରହିଛି, ମୋର ଯୋଉ ବ୍ୟଷ୍ଟି ଜୀବନ ରହିଛି ସେଇଟା ହିଁ ଅଧିକ ପ୍ରାଞ୍ଜଳ ଆଉ ଭଲ ହବ, ମାନେ ଏଇଟା ଉନ୍ନତିର ପଥରେ ଯିବ। ଏଇ ପ୍ରକାର ଧାରଣା ରହିଥାଏ ଅନେକ ଲୋକଙ୍କର, ଯୋଉଟାକୁ ଅତି ସ୍ପଷ୍ଟ ଶବ୍ଦରେ କହୁଛନ୍ତି ଏଇଟା ହଉଛି ଗୋଟେ ଉଚ୍ଚାଭିଳାଷ, ଗୋଟେ ଆମ୍ବିସନ। ଏବଂ ଏଥିରେ ଖାଲି ଆମ୍ବିସନ ନୁହେଁ, ସେଥିରେ ରହିଛି ପ୍ରାଇଡ, ଗୋଟେ ମନର ଦମ୍ଭ ବା ଗୋଟେ ପ୍ରକାର ଆତ୍ମ ଅଭିମାନ ବା ଗର୍ବ। ଏଥିରେ ଭେନିଟି ରହିଛି, ମେଣ୍ଟାଲ ଆରୋଗେନ୍ସ, ମନର ଦମ୍ଭ ଗୁଡ଼ିକ। ତ ମୁଁ ମାଙ୍କୁ ଭଲ ପାଏ, ମୋ ମାଙ୍କର ଏଇ ଗୋଟେ ବଡ଼ ଅହଙ୍କାର ହୁଏ। ଏ ବିଷୟରେ ଯଦି ଆପଣ ବୁଝିପାରୁନାହାନ୍ତି ଅହଙ୍କାରର ସୂକ୍ଷ୍ମ ରୂପ, ତାହେଲେ ଦେଖିବେ ଆମେ ଗତ କେତେ ଦିନ ତଳେ ମୁଁ ଜଣେ ମହାନ ବ୍ୟକ୍ତିଙ୍କୁ ଶୁଣୁଥିଲି, ସେ କହୁଥିଲେ ଯେ ଆମ ପାଖରେ କିଛି ଭଲ ଗୁଣ ରହିଛି। ଜଣଙ୍କ ପାଖରେ ଦୟା, କ୍ଷମା, ପ୍ରେମ, ସ୍ନେହ, ସହାନୁଭୂତି ରହିଛି, କିନ୍ତୁ ସେଇ ଗୁଣ ଗୁଡ଼ିକୁ ନେଇକି ଆମେ ପ୍ରକୃତରେ କ'ଣ କରୁ? ଆମେ ତାକୁ ନେଇକି ଅନ୍ୟମାନଙ୍କୁ ତୁଚ୍ଛ ଦେଖୁ, ଭାବୁ ଯେ ସେମାନଙ୍କ ପାଖରେ ଏଇ ଗୁଣଟି ନାହିଁ, ତେଣୁ ମୋର ଗୁଣଟି ମୋର ଅହମାତ୍ମିକା ଦମ୍ଭରେ ପରିଣତ ହେଇଯାଏ। ମୋ ପାଖରେ ସବୁ ଗୁଣ ରହିଛି, ମୁଁ ମାଙ୍କର ସେବା କରିପାରୁଛି, ମୋ ମାଙ୍କ କଥା ଭଲ କରି ଭାବି ପାରୁଛି, ମୋ ମାଙ୍କୁ ବେଶୀ ଭକ୍ତି କରୁଛି। ମୋ ଭଳି ଭକ୍ତି କେହି କରୁନାହାନ୍ତି, ମୋ ଭଳି ଶ୍ରଦ୍ଧା କେହି କରିପାରନ୍ତି ନାହିଁ। ମୁଁ ଯେତେ ପରଫେକ୍ସନର ସହିତ ପୂର୍ଣ୍ଣତାର ସହିତ ମାଙ୍କୁ ଭଲ ପାଉଛି, ସେଇ ଭଲ ପାଇବା ଅନ୍ୟମାନଙ୍କ ଭିତରେ ନାହିଁ। ଏଇଭଳି ଗୋଟେ ବଡ଼ ବିଚିତ୍ର ଧାରଣା ସବୁ ମଣିଷ ଭିତରେ ତିଆରି ହୁଏ। ଇଏ ଗୋଟେ ସ୍ୱେଚ୍ଛାଚାରିତା ଆଡ଼କୁ ମଣିଷକୁ ନେଇଯାଏ, ବ୍ୟକ୍ତିଗତ ଦାବି ଆଡ଼କୁ ନେଇଯାଏ। ଯେହେତୁ ମୁଁ ମାଙ୍କର ବେଶୀ କାମ କରୁଛି, ମତେ ଗୋଟେ ବଡ଼ ପଦବୀ ଦରକାର, ସେମିତି ସବୁ ଦେଖିବେ ଅଛି। ଆମ ମାଙ୍କର ଯୋଉ ଜାଗାରେ ସବୁ ଆଶ୍ରମ ହେଇଛି ସେଇଠି ଦେଖିବେ ଯୋଉ ଜାଗାରେ, ଆମ ଜାଗାରେ ହଉଥିବ ନ ହଉଥିବ, ପ୍ରେସିଡେଣ୍ଟ ସେକ୍ରେଟାରୀ ହବା ପାଇଁ କେତେ ମାଡ଼ପିଟି ହୁଅନ୍ତି ଲୋକ। ତ ସେଇଠି କାହିଁକି ହୁଏ? ସେମାନେ କ'ଣ କୁହନ୍ତି ଯେ ମୁଁ ମାଙ୍କୁ ବେଶୀ ଭଲ ପାଉଛି, 40 ବର୍ଷ ହେଲା ମୁଁ ମାଙ୍କର ବଗିଚା କାମ କରୁଛି, ମୋ ମାଙ୍କର ସମାଧି ସଜାଉଛି, ମୁଁ ଏତେ କାମ କରିଛି, ଦେଖ ଏଇ ଏତେ ଯାହା ସବୁ ହେଇଛି ସବୁ ମୁଁ କରିଛି, ତେଣୁ ମତେ ଏଥିରେ ଦାବି ରହିବା ଦରକାର। ଗୋଟେ ଛୋଟ କଥା ଉଦାହରଣ ଦୃଷ୍ଟିରୁ ମୁଁ କହୁଛି। ଏଇଭଳି ନିମ୍ନ ପ୍ରକୃତିର ସକଳ ତୁଚ୍ଛ ତୃପ୍ତିର କାମନା ଗୁଡ଼ିକ କଳୁଷିତ ହେଇକି ରହିଛି। ଏବଂ ଯେତେବେଳେ ଶ୍ରଦ୍ଧାଟି ଏଇଭଳି ଗୋଟେ ମିଶ୍ରିତ ଅବସ୍ଥାକୁ ଚାଲିଯାଏ, ଅହମାତ୍ମକ ଦମ୍ଭ ଆଡ଼କୁ ଚାଲିଯାଏ, ଆତ୍ମାଭିମାନ ଆଡ଼କୁ ଚାଲିଯାଏ, ଆଉ ଉଚ୍ଚାଭିଳାଷ ତାକୁ ମାଡ଼ି ବସେ, ସେତେବେଳେ କ'ଣ ହୁଏ ନା ଶ୍ରଦ୍ଧାଟି ଗୋଟେ ଯୋଉ ନିମ୍ନ ପ୍ରକୃତିର ଅଧୀନସ୍ଥ ହେଇକିରି ସେଟା ଲୋ ହେଇଯାଏ, ମାନେ ଗୋଟେ ପ୍ରକାର ନିମ୍ନ ଅବସ୍ଥାକୁ ପହଞ୍ଚିଯାଏ, ଅନୁନ୍ନତ ହେଇଯାଏ। ଏବଂ ତାର ଯୋଉ ସ୍ମୋକ୍ ଅବସ୍କ୍ୟୁର୍ଡ ଫ୍ଲେମ୍, ଯୋଉଟାକୁ ଆମେ ଧୂମାଚ୍ଛନ୍ନ ଶିକ୍ଷା କହୁଛୁ, ସେଇଟା ଆଉ ମଣିଷକୁ ଊର୍ଦ୍ଧ୍ୱଗାମୀ କରେ ନାହିଁ, ତାକୁ ସ୍ୱର୍ଗାଭିମୁଖୀ କରେ ନାହିଁ। ସ୍ୱର୍ଗ କହିଲେ ଆମେ ସ୍ୱର୍ଗଟା ଊର୍ଦ୍ଧ୍ୱରେ ଅଛି ବୋଲି ଗୋଟେ ଧାରଣା ଆମେ କରୁଛୁ, ଊର୍ଦ୍ଧ୍ୱ କ'ଣ ଅଧ କ'ଣ ତା ତ ବୁଝି ହବନି। ଗୋଟେ ବିରାଟ ସ୍ପେସ ରେ କୋଉଟା ଅଧ କୋଉଟା ଊର୍ଦ୍ଧ୍ୱ, ଆମେ ଭାବୁଛେ ଆମ ମୁଣ୍ଡ ଉପରେ ଯୋଉଟା ଅଛି ସେଟା ବୋଧେ ଊର୍ଦ୍ଧ୍ୱ। ପଶ୍ଚିମ ଗୋଲାର୍ଦ୍ଧରେ ଯୋଉମାନେ ରହୁଛନ୍ତି ସେମାନେ ତାଙ୍କ ମୁଣ୍ଡଟା କୁଆଡେ ଅଛି, ଗୋଟେ ଗୋଲ ବସ୍ତୁରେ। ଆପଣ ଦେଖନ୍ତୁ, ମନେ କରନ୍ତୁ ଜଣେ ଉପରେ ଠିଆ ଅଛି, ଜଣେ ତଳେ ଠିଆ ହେଇଛି ଗୋଲ ବସ୍ତୁରେ। ପୃଥିବୀଟା ସେମିତି ନା, ତେଣୁ ତା ପାଇଁ ଊର୍ଦ୍ଧ୍ୱଟା ଯୋଉଟା, ତଳେ ଯୋଉ ଲୋକଟି ଅଛି ତା ପାଇଁ ଊର୍ଦ୍ଧ୍ୱଟା ଅଲଗା ନା। ତେଣୁ ଆମେ ଊର୍ଦ୍ଧ୍ୱକୁ ସେଇ ସେନ୍ସରେ ନବା ନାହିଁ, ଆମେ ନବା ଉତ୍ତରତର ଅଗ୍ରଗତିର ପଥରେ। ନିଆଁଟା ଯୋଉଠି ଜଳୁ ସେ ଉପରକୁ ଉଠିବ। ଅଗ୍ନିକୁ ଅଗ୍ରଗତିର ଏକ ସିମ୍ବଲ ଭାବରେ ନିଆଯାଏ। ତେଣୁ ଅଗ୍ନିକୁ ଅଗ୍ରଦେବତା କରାଯାଇଛି। ଯଜ୍ଞରେ ଅଗ୍ନିର ବ୍ୟବହାର ସେଇ କାରଣରୁ ହୁଏ ଯେ ଅଗ୍ରଗତିର ମନ୍ତ୍ର ସେ ଦିଅନ୍ତି। ଅଗ୍ନି ମନ୍ତ୍ର ଶ୍ରୀ ଅରବିନ୍ଦଙ୍କର ସେଇ କଥା କହୁଛି। ତେଣୁ ଆମକୁ ସ୍ୱଲୋକ ଦିଗରେ ବା ସ୍ୱର୍ଗ ଲୋକ ଦିଗରେ
गोटे प्रज्वलित अग्निशिखा ହେଇକି ऊर्ध्वକୁ उठिबार ଅଛି ଏବଂ ଏହି କାମଟି ମଣିଷ କରିପାରେ ନାହିଁ। ଆଚ୍ଛା, ଆମେ ଆଉ ଆଲୋଚନା କରିଛନ୍ତି ଯେ ଆମମାନଙ୍କ ଜୀବନକୁ ଭୟ, ସଙ୍କଟ, ସର୍ବନାଶ, ବିପଦ ଯାହା ଯାହା ଆସୁଛି, ଏଇଟା କୋଉ ଜୀବନକୁ ଆସୁଛି? ଆମକୁ ଗୋଟେ ସାଧାରଣ ଜୀବନରେ ଆମେ ଅଛୁ, ଆଉ ଗୋଟେ ହେଲା ଭାଗବତ ଜୀବନ। ତ ଯୋଉ ଜୀବନଟି ଭଗବାନଙ୍କ ପାଇଁ ବଞ୍ଚାଯାଏ, କିନ୍ତୁ ଭଗବାନଙ୍କ ପାଇଁ ଯେତେବେଳେ ଜୀବନଟି ଆପଣ ବଞ୍ଚିବା ଆରମ୍ଭ କରିବେ, ସେଇଟା ବହୁତ ଗୋଟେ ମାର୍ମିକ ଜୀବନ, ବହୁତ ନିଷ୍କପଟ ଜୀବନଟିଏ, ବହୁତ ଦରକାରୀ ଉପଯୋଗୀ ଜୀବନ, କିନ୍ତୁ ସତ୍ୟର ଜୀବନ। ସିଧା କଥା କହିଲେ, ଏଇ ସତ୍ୟର ଜୀବନଟି ବଞ୍ଚିଲେ ହିଁ ପ୍ରକୃତରେ ଆପଣଙ୍କ ପାଖେ ଭୟ ସଙ୍କଟଟା ଆହୁରି କଠୋର ଭାବରେ ଆସିବ। ତେଣୁ ପ୍ରକୃତରେ ସାଧାରଣ ଜୀବନରେ ଆମେ ଯୋଉ ଯୋଉ ଭୟ ସଙ୍କଟ ଗୁଡାକୁ ସାମ୍ନା କରୁ, ସେଇଗୁଡିକ ମୁଁ ଭାବୁଛି ଭାଗବତ ଜୀବନରେ ଆସୁଥିବା ସଙ୍କଟ ତୁଳନାରେ ଟିକେ ଗୌଣ। କାରଣ ଆପଣ ଏଇଠି ସାଧାରଣ ଜୀବନରେ ହୁଏତ ଆପଣଙ୍କୁ ସାହାଯ୍ୟ କରିବା ପାଇଁ କେହି ଅଛନ୍ତି, ହୁଏତ ଆପଣଙ୍କ ସହାନୁଭୂତି, ସାନ୍ତ୍ୱନା, କିଏ ଆପଣଙ୍କୁ ହୁଏତ ଡାକ୍ତରଖାନା ନେଇଯାଇପାରେ, କିଏ ହୁଏତ ଆପଣଙ୍କ ବିପଦ ଆପଦରେ ସାହାଯ୍ୟ କରିପାରେ, କିଏ ଆପଣଙ୍କ ଅସୁବିଧାରେ ଆପଣଙ୍କୁ ଋଣଟିଏ ଦେଇପାରେ, ହୁଏତ ଆପଣଙ୍କର କାମଟି କିଏ ଭାଗ କରି ନେଇପାରେ, କିଏ ସହଯୋଗ କରୁଛନ୍ତି। କିନ୍ତୁ ଭାଗବତ ଜୀବନରେ ସେଇ ସହଯୋଗଟି ବହୁତ ଜଟିଳ। ଆପଣ ନ୍ୟାଚୁରାଲ ମିନ୍ସରେ ଗୋଟେ ପ୍ରକୃତିର ଉପାୟରୁ ଅନ୍ୟ ମଣିଷ ମାନଙ୍କ ଦ୍ୱାରା ସେଇ ସାହାଯ୍ୟଟି ପାଇବେ ନାହିଁ। ସେଥିପାଇଁ ଭଗବାନଙ୍କର କରୁଣା ଭିନ୍ନ, ଭଗବତୀଙ୍କର କରୁଣା ଭିନ୍ନ, ସେଇଠି ଆଉ କିଛି ସହାୟତା ନାହିଁ। ଏଇଥିପାଇଁ କୁହାଯାଇଥିଲା ସେ କଥାଟି। ସାଧାରଣ ଜୀବନରେ ଆପଣ ଯୋଉ ବିପଦର ସାମ୍ନା କରନ୍ତି, ତାର ସହଯୋଗୀ ଅଛନ୍ତି, ସହଯୋଗୀ ସମ୍ଭବ। କିନ୍ତୁ ଭାଗବତ ଜୀବନରେ ଯୋଉ ସଙ୍କଟ ଆସେ, ଯୋଉ ବିପଦ ଆସେ, ତାକୁ କେବଳ ଉଦ୍ଧାର, ତାର ଏତେ ବଡ, ଏତେ ପ୍ରାମାଣିକ ସେ ବିପଦ ଯେ ତାକୁ ଉଦ୍ଧାର ପାଇବାର ଏକମାତ୍ର ରାସ୍ତା ହଉଛି ମାଙ୍କର କରୁଣା, ଭଗବତୀଙ୍କର କରୁଣା। ସେଇ ଭଗବତୀଙ୍କର କରୁଣା କାର୍ଯ୍ୟ କରେ ଯେତେବେଳେ ଆମ ଭିତରେ ଶ୍ରଦ୍ଧା, ସମର୍ପଣ ଓ ନିଷ୍ଠା ଦ୍ୱାରା ଆମର ଅନ୍ତଃକରଣ ତିଆରି ହୋଇଥାଏ ଏବଂ ସେଇ ଶ୍ରଦ୍ଧାଟି ଶୁଦ୍ଧ, ସରଳ, ପୂର୍ଣ୍ଣ ହେଇଥାଏ। ସେଇ ଶ୍ରଦ୍ଧାରେ ଅହମାତ୍ମକ ଭାବନା ନଥାଏ, ଆଉ ସେଥିରେ ମାନେ ମଳିନତା, ଯୋଉ ଅଜ୍ଞାନତାର ଛାଇ ପଡିନଥାଏ। ତେଣୁ ଆମେ ବହୁ ସମୟରେ ଜୀବନର ଲକ୍ଷ୍ୟକୁ ନେଇକି ଆଲୋଚନା କରିଛୁ। ଆମେ ଯେତେବେଳେ ମାଙ୍କର ଶିକ୍ଷା ବିଷୟରେ ଆଲୋଚନା ଆରମ୍ଭ ହୁଏ, ଶିକ୍ଷା ବହି ବା ତାଙ୍କର ଯୋଉ 12th ଭଲ୍ୟୁମ, ଯୋଉଟାକି ଆମେ କହୁଛୁ କମ୍ପ୍ଲିଟ ୱାର୍କସ ଅଫ ମଦର, ମାଙ୍କର ରଚନାବଳୀର 12ତମ ଭଲ୍ୟୁମ, ମାଙ୍କର 17 ଖଣ୍ଡ ବହି ପ୍ରକାଶିତ ହେଇଛି, ଯୋଉଥିରେ ଆମେ ତ କମ୍ପ୍ଲିଟ ୱାର୍କସ ଅଫ ମଦର କହୁଛୁ, CWM। ତ ସେଥିରେ କମ୍ପ୍ଲିଟ ୱାର୍କସ ଅଫ ମଦରର 12ତମ ଯୋଉ ଯେତେବେଳେ ପୁସ୍ତକଟି ମା ଲେଖିଲେ ଶିକ୍ଷା ସନ୍ଦର୍ଭରେ, ସେତେବେଳେ ଗୋଟେ ପ୍ରଥମ ଧାଡି ଲେଖିଲେ, ପ୍ରଥମ ପ୍ରବନ୍ଧଟି ଲେଖିଲେ ଜୀବନ ବିଜ୍ଞାନ, ସାଇନ୍ସ ଅଫ ଲିଭିଂ। ଏ ସାଇନ୍ସ ଅଫ ଲିଭିଂ ରେ ଗୋଟିଏ କଥାକୁ ବହୁତ ଗୁରୁତ୍ୱ ଦିଆଗଲା ଯେ ଦ୍ୟାଟ ଇଜ ପ୍ରକାରାନ୍ତରେ ସେଇଟା ହଉଛି ଏମ୍ ଅଫ ଲାଇଫ, ଜୀବନରେ ଲକ୍ଷ୍ୟଟି କ'ଣ। ଏବଂ ଏଇ ପ୍ରଥମ ଧାଡିରେ କୁହାଗଲା ଯୋଉମାନଙ୍କ ଜୀବନରେ ଲକ୍ଷ୍ୟଟି ନିର୍ଦ୍ଦିଷ୍ଟ ହୋଇନାହିଁ, ସେଇମାନଙ୍କ ଜୀବନଟି ଅତି କରୁଣ ଏବଂ ବିପଦଗ୍ରସ୍ତ। ତାହେଲେ ଏଇ ଜଗତରେ ସାଧାରଣ ଜୀବନ ଅସଚେତନ ଭାବରେ ଅଜ୍ଞାନତାର ବଶବର୍ତ୍ତୀ ହେଇକି, ଅଶ୍ରଦ୍ଧା ଦ୍ୱାରା ବଶବର୍ତ୍ତୀ ହେଇକି, ନିଷ୍ଠା ନଥିହୀନ ଅବସ୍ଥାରେ ଗୋଟେ ଅହମାତ୍ମକ ପ୍ରଭାବରେ ଆମେ ଯୋଉ ଜୀବନଟି ବଞ୍ଚୁ, ସେଇ ଜୀବନଟି ଅତ୍ୟନ୍ତ କରୁଣ, ଦୟନୀୟ ଏବଂ ଗୋଟେ ପ୍ରକାର ବିଡମ୍ବନା ଭିତରେ ପର୍ଯ୍ୟବେସିତ ହୁଏ। ଏଇ ବିଡମ୍ବନା ଭିତରୁ ଆମେ ନିଜକୁ ଯେତେବେଳେ ରକ୍ଷା କରିବାକୁ ଚାହୁଁ, ସେତେବେଳେ ଆମକୁ ଆମ ଜୀବନର ଲକ୍ଷ୍ୟଟିକୁ ସ୍ଥିର କରିବାକୁ ପଡିବ। ଏଇ ଲକ୍ଷ୍ୟଟିକୁ ମା ଜୀବନ ବିଜ୍ଞାନ ବୋଲି କହୁଛନ୍ତି। ଦ୍ୟାଟ୍ ସାଇନ୍ସ ଅଫ ଲିଭିଂ, ଆର୍ଟ ଅଫ ଲିଭିଂ କହିନାହାନ୍ତି, ଆର୍ଟ ଅଫ ଲିଭିଂ ଅଲଗା ଜିନିଷ। ତ ଏଇଠି ବିଜ୍ଞାନର କଥା କୁହାଗଲା। ବିଜ୍ଞାନ ହେଲା ଗୋଟେ ସିଷ୍ଟମାଟିକ ଟ୍ରୁଥ, ଗୋଟେ ପ୍ରକାର ବିଜ୍ଞାନର ପରିଭାଷା କ'ଣ? ସିଷ୍ଟମାଟିକ ଟ୍ରୁଥ, ଯୋଉଟା ସଂଗଠିତ ସତ୍ୟ। ତେଣୁ ଏଇ ଯୋଉ ସଂଗଠିତ ସତ୍ୟର ବଡ କଥାଟି ଯେଟା ଜୀବନର ଲକ୍ଷ୍ୟ। ଜୀବନର ଲକ୍ଷ୍ୟ ସମ୍ପର୍କରେ ମା ଶ୍ରୀ ଅରବିନ୍ଦ ଏଇ ବହିର ଏଇ ଯୋଉ ଆମ ବନ୍ଧଟି ପଢୁଛେ, ଯୋଉ 3ୟ ଅଧ୍ୟାୟ, ସେଥିରେ ଦେଖନ୍ତୁ କେତେ ଚମତ୍କାର କଥାଟେ କହୁଛନ୍ତି। ସେ କହୁଛନ୍ତି
regard your life as given you only for the divine work and to help in the divine manifestation. सेटा तार ओडिया भी आमे समस्त मन रखिछु जे कहा जाउछि मन रख भागवत कर्म और भागवत अभिव्यक्ति रे साहाय्य निमित्त तुमको तुमर जीवन दिया होइछि। एठी भाई भौणी माने परम श्रद्धार सहित मु आपनको निवेदन करिया को चाहे जे दिव्य कर्म कौन ये संपर्क रे आमे बहुत कथा सुनी छंती, अल्प कथा जानी छंती एवं आपण देखिबे डिवाइन वर्क संपर्क रे जदि प्रामाणिक ग्रंथ ए जगत रे किछि थाए ता होछि एसेजन गीता। भगवत गीता रे कृष्णंकर कर्म सिद्धांत को बा कर्म योग को गोटे नूतन परिभाषा रे भाषित करी श्री अरविंद किभଳି भाबरे एई डिवाइन वर्क टिको माने प्रांजल भाबरे समग्र जगत को उपहार स्वरूप दैछंती एवं दिव्य कर्म द्वारा जे दिव्य अभिव्यक्ति हबो दिव्य अभिव्यक्ति रे साहाय्य करिवा निमित्त मनुष्य ये जगत को आसीछि मांकर बा प्रभुंकर प्रति होई कि प्रभुंकर जंत्र होई। तेणु जे प्रभुंकर आयुध होई कि आसीछंती प्रभुंकर सेनानी होई कि आसीछंती आलोकर सेना होई कि आसीछंती आर्मी ऑफ लाइट तो से माने आसिके एठी अंधकार रे हजि जिवे सेमाने विपदग्रस्त हो जिवे सेमाने संकट भितरे ध्वस्त हो जिवे सर्वनाश भितरे पड़ी जिवे से परि नुहे गोटे विराट करुणा तांको पछरे कार्य करूछि किंतु सेमाने सेटा को बुझी पारु नांती जो माने बुझी पारिछंती सेमानक कथा मा आगु को जाई कहिबे। तबे हमें एई कथाटा बुझू एटा गोटे की सेंटेंस सबुठारु गुरुत्वपूर्ण कथा जे भागवत कर्म और भागवत अभिव्यक्ति रे साहाय्य निमित्ते तुमको तमर जीवन दिया होछि। किंतु भाई भणी माने ई संसार रे लोक माने कोन पय जीवन बचुचंती अनेक लोक तार उत्तर देई परिबे नाही। आउ भागवत जीवन रे हमें प्रकृत रे अभिव्यक्ति रे साहाय्य करिका पय हमें काम करूछु कि हमें निजर अहं को साहाय्य करिया पय कर्म करूछु ये बड़ विवादमान प्रश्न एवं एक कथा मध्य सत्य जे आमर समस्त कर्म गुड़िक भागवत कर्म कि ना। तेणु भागवत कर्म संपर्क रे विराट संदर्भ रही मु बारंबार आपन कहि आसी जे एटा हला गोटे की बुक डिक्शनरी ऑफ मदर बा मांकर जदि गोटे अभिधान लेखा जिवो ताले एई अभिधान रे मूल शब्द गुड़िक हला श्रद्धा निष्ठा समर्पण करुणा भागवत जीवन भागवत अभिव्यक्ति भागवत कर्म ये समस्त कथा गुड़िक कीवर्ड्स। तो ये जो कीवर्ड्स रे हमें एक कथा बुझिबा जे जहा भगवानक उद्देश्य रे भगवानक निमित्त ओ भगवानकर होई भगवानक द्वारा जो कार्य की करा जाउतो सेटा होछि भगवत कार्य। भागवत चेतना रे जो कार्य करा जाउतो ता भागवत कार्य। तेणु भगवत चेतना को निजको उन्नत आमे करि पारि नांती करबा भारी कष्ट आमे सेई विवर्तनर पथरे अछंती आमे समस्ते सेई रूपांतरर पथरे पथिक। तेणु आमे समस्ते भगवत अभिमुखी जीवन टिए यापन करूछु एइथि पई जे हमको भागवत कर्म करियाको पड़िबो। अर्जुन प्रस्तुत होई सारिथिले बोली बहु तपस्या भितरे बहु पूर्णता भितरे तांकर साधना जने धनुर्धर भावरे आउ एते बेसी हेई सारिथिला जे तांको भगवान श्री कृष्ण तांकर जंत्र रूपे बाचिथिले। तेणु आमको सेई भली गोटे सिद्धि दिगरे सेई भली एक पूर्णता दिगरे अग्रगति करियाको हेउची जहा फल रे हमको मां तांकर भागवत कर्मटी न्यस्त करिवे। तेणु आमे ए विषय रे अधिक चिंता करि परिबा जदि समय आपनको केबे सुयोग हे भागवत कर्म संपर्क रे हमें अधिक पढ़ी परिबा। बाबाजी को निजस्व लेखा सब रही एवं परे ओडिशार अनेक लेखक एवं विदेशर देशर अनेक लेखक चिंतक माने भागवत कर्म संपर्क रे बहुत कथा कहिसंती। तेणु आमको एठी पुणी गोटे गोटे दिया जाउछि कोन गोटे प्रेरोगेटिव गोटे प्रकार गाइडलाइंस जे आउ किछि आकांक्षा करना किंतु कोन हुए ये भागवत कर्म निमित्ते
ବଞ୍ଚିବା ଏବଂ ଭାଗବତ ଅଭିବ୍ୟକ୍ତିରେ ସାହାଯ୍ୟ ନିମିତ୍ତ ବଞ୍ଚିବା ବ୍ୟତିରେକେ ଆଉ କିଛି ଯେ ଆକାଂକ୍ଷା କରିବା ସେଇଟା ସମ୍ଭବ ବେଳେ ବେଳେ ଆମମାନଙ୍କ ଜୀବନରେ ଘଟି ଯାଉଛି। ଆମେ ତାକୁ ଦେଖୁଛୁ ଯେ ହଁ ଠିକ ଅଛି, ଆମମାନଙ୍କର ଜୀବନରେ ମା 90% ରହିଲେ 10% ଆମେ କେମିତି କଣ ରହିଯାଉଛୁ ଗଳି ପଶିକି। ଆମ ଅଜ୍ଞାନତା ଆମକୁ ସେ ଦିଗରେ ଗୋଟେ ପ୍ରକାର ପ୍ରରୋଚନା ଦେଇକି ନେଇଯାଉଛନ୍ତି। ତେଣୁ ଆଉ କିଛି ଆକାଂକ୍ଷା କର ନାହିଁ, କେବଳ ଦିବ୍ୟ ଚେତନାର ବିଶୁଦ୍ଧି, ଶକ୍ତି, ଜ୍ୟୋତି, ପ୍ରସାରତା, ପ୍ରଶାନ୍ତି, ଆନନ୍ଦ ସକାଶେ ଆକାଂକ୍ଷା କର, ଯେପରିକି ସେହି ଚେତନା ତୁମ ମନ ପ୍ରାଣ ଦେହକୁ ରୂପାନ୍ତରିତ ଓ ସର୍ବାଙ୍ଗ ସୁନ୍ଦର କରି ଗଢ଼ିବା ନିମିତ୍ତ ସତତ ସଚେଷ୍ଟ ହୋଇ ଉଠିବ। ତାହେଲେ ଆହୁରି କେତେ ଗୁଡେ ଶବ୍ଦ ପୁଣି ଆସିଗଲା। ଡିଜାୟାର ନଥିଙ୍ଗ ବଟ୍ ଦି ପ୍ୟୁରିଟି। ଆଉ କିଛି ଚାହୁଁ ନାହିଁ, ଖାଲି ଆମେ ଚାହିଁବା କଣ? ପ୍ୟୁରିଟି ଚାହିଁବା, ବିଶୁଦ୍ଧତା ଚାହିଁବା, ଫୋର୍ସ ଶକ୍ତି ଚାହିଁବା, ଲାଇଟ୍ ଆଲୋକ ବା ଜ୍ୟୋତି ଚାହିଁବା, ୱାଇଡନେସ୍ ପ୍ରସାରତା ଚାହିଁବା, କାମ ଶାନ୍ତି ବା ପ୍ରଶାନ୍ତି ଚାହିଁବା, ଆଉ ଆନନ୍ଦ ଆମେ ଏଇଗୁଡାକ ଚାହିଁବା। ଏଇଗୁଡିକ ମଧ୍ୟ ଗୋଟେ ଗୋଟେ କିୱାର୍ଡ। 14 ଭଲ୍ୟୁମରେ ମାଙ୍କର କମ୍ପ୍ଲିଟ ୱାର୍କସରେ ଏଇ ସମ୍ପର୍କ, ଏଇ ସବୁ କଥା ଗୁଡିକ ଅତି ସ୍ପଷ୍ଟ ଭାବରେ କୁହାଯାଇଛି। ଆପଣ ପ୍ୟୁରିଟି କହିଲେ କଣ ବୁଝୁଛନ୍ତି? ଆପଣଙ୍କୁ ପ୍ରକୃତରେ ଯୋଉ ଫୋର୍ସ ଶକ୍ତି କହିଲେ ଆମେ କଣ ବୁଝୁ, ଏବଂ ଆମେ ଫୋର୍ସ ଲାଇଟ୍ ୱାଇଡନେସ୍ ଏସବୁ କଥା ଗୁଡିକ ଆମେ କିଭଳି ଭାବରେ ଗ୍ରହଣ କରୁ, ଏ ସମସ୍ତ କଥାକୁ ବଡ଼ ପ୍ରାଞ୍ଜଳ ଭାବରେ ବିଭିନ୍ନ ଅଥର ମାନେ ଲେଖିଛନ୍ତି। କିନ୍ତୁ ଆମେ ଯଦି ଏଇ ବିଶୁଦ୍ଧିର କଥାଟି ପୁଣି ଥରେ ଯେହେତୁ ବାରମ୍ବାର ସେ କଥାଟି ଆସୁଛି, ଯେ ଆମେ ତାକୁ ଗୋଟେ ପ୍ରକାର ଯଦି ଆଲୋଚନା କରିବା, ତାହେଲେ ଏଇ ବିଶୁଦ୍ଧି କହିଲେ ଆମେ କଣ ବୁଝିବା? ମୁଖ୍ୟତଃ କୋଉ ବିଶୁଦ୍ଧିଟା ଆମକୁ ଗୋଟେ ପ୍ରକାର ସାହାଯ୍ୟ କରିବ, ଯାହା ଫଳରେ କି ଆମେ ମାଙ୍କର ଭାଗବତ କର୍ମ କରିପାରିବା ଏବଂ ତାଙ୍କ ଅଭିବ୍ୟକ୍ତିରେ ଆମେ ଆମ ଜୀବନଟିକୁ ପ୍ରକୃତରେ ସହଯୋଗ, ମାନେ ଆମ ବ୍ୟକ୍ତିଗତ ଭାବରେ ଆମ ଜୀବନଟି କିଭଳି ଭାବରେ ତାଙ୍କ ଅଭିବ୍ୟକ୍ତିରେ ସାହାଯ୍ୟ କରିବ, ଏ ସମସ୍ତ କଥାଟିକୁ ଆମେ ଭାବି ପାରିବା। ଶ୍ରୀ ଅରବିନ୍ଦ କହୁଛନ୍ତି ଯେ purity is more a condition than a substance. Peace helps to purity. Since the peace disturbing influences cease and the essence of purity so respond only to the divine influence and not to have an affinity with other movements. Letters ଯୋଗରେ ତାଙ୍କର ପ୍ରିୟ ଯୋଉ ଭକ୍ତ ମାନଙ୍କୁ ବା ତାଙ୍କର ପ୍ରିୟ ଶିଷ୍ୟ ମାନଙ୍କୁ ଶ୍ରୀ ଅରବିନ୍ଦ ଲେଖିଥିବା ଚିଠି ଉଦ୍ଧାର କରି ମୁଁ ଏକଥା କହୁଛି ଯେ ସେ କହୁଛନ୍ତି ଯେ ମୁଖ୍ୟତଃ ପବିତ୍ରତା କହିଲେ ବା ଏଇ ବିଶୁଦ୍ଧତା କହିଲେ ଆମେ ଏଇ ପ୍ୟୁରିଟିର କଥା ଯୋଉଟା କୁହାଯାଉଛି ସେଟା ହେଲା ସେଇ କଥା ଯୋଉଥିରେ ଆମେ ଏଇଟା ଗୋଟେ କଣ୍ଡିସନ ଦେନ୍ ଏ ସବଷ୍ଟାନ୍ସ। ବିଶୁଦ୍ଧତା ଗୋଟେ ସର୍ତ୍ତ। ସେ ସର୍ତ୍ତଟି କଣ? ସେ ସର୍ତ୍ତଟା ହଉଛି ପିସ୍। ଯୋଉମାନଙ୍କ ମନରେ ଅସ୍ଥିରତା ରହିଛି, ଯୋଉମାନଙ୍କ ମନରେ ଉଦ୍ବେଳନ ରହିଛି, ଯୋଉମାନଙ୍କ ମନରେ ଅସ୍ୱସ୍ତି ରହିଛି, ଯୋଉମାନଙ୍କ ମନରେ ଗ୍ଳାନି ରହିଛି, ଯୋଉମାନଙ୍କ ମନରେ ଅଭିମାନ ରହିଛି, ଯୋଉମାନଙ୍କର ମନରେ ଗୋଟେ ପ୍ରକାର ସନ୍ତାପ ରହିଛି, ଯୋଉମାନଙ୍କ ମନରେ ଭୟ ରହିଛି, ଯୋଉମାନଙ୍କ ମନରେ ଅଶ୍ରଦ୍ଧା ରହିଛି, ହିଂସା ରହିଛି, ଈର୍ଷା ରହିଛି, ମାତ୍ସର୍ଯ୍ୟ ରହିଛି, ଯୋଉମାନଙ୍କ ମନରେ ନାନା ପ୍ରକାର ନେଗେଟିଭିଟି ଯୋଉଟାକୁ ଆମେ କହୁଛୁ ସେ ସବୁ ସାହିତ୍ୟ ହେଇକି ଥାଏ। ଅନେକ ଲୋକଙ୍କର ମନ ସବୁ ଏଇଭଳି ଉପାଦାନରେ ତିଆରି। ମୁଁ ବହୁତ କମ ଲୋକଙ୍କୁ ଦେଖିଛି ଏ ଜଗତରେ, ବହୁତ କମ ଲୋକ ଯୋଉମାନେ
ଗୋଟିଏ ଜାଗାରେ ଘଣ୍ଟା ଘଣ୍ଟା ବସି ପାରନ୍ତି, ଗୋଟିଏ କଥା ଉପରେ ନିଜକୁ ଅଭିନିବିଷ୍ଟ ରଖିପାରନ୍ତି, ଗୋଟିଏ କଥାକୁ ଶ୍ରଦ୍ଧାର ସହିତ ଶୁଣି ପାରନ୍ତି। ସେମିତି ଯଦି ମଣିଷ ଗୁଡ଼ିକ ହେଇଥାନ୍ତେ ତାହେଲେ କୋଉ ଦିନରୁ ଭଗବାନଙ୍କର ପୃଥିବୀଟି ତିଆରି ହେଇ ସାରିଥାନ୍ତା, ଭାଗବତ କର୍ମ ଆଉ କାହାକୁ ଦରକାର ପଡନ୍ତା ନାହିଁ, ଭଗବାନ ତାଙ୍କ କାମଟି କରିସାରିଥାନ୍ତେ। କିନ୍ତୁ ଆଜି ମଧ୍ୟ ଏଇ ଜଗତକୁ ପିସ୍, ଯୋଉଟା ଶାନ୍ତି ଆସିନାହିଁ, ତାହେଲେ ଯେତେ ପର୍ଯ୍ୟନ୍ତ ଶାନ୍ତି ଆସୁନାହିଁ, ଅଶାନ୍ତି ରହିଛି, ସେଇଟା କଣ କରୁଛି ନା ଦ୍ୟାଟ୍ ଇଜ ଡିଷ୍ଟର୍ବିଂ। ସେଇଟା ହଉଛି ଅଶାନ୍ତିଟା ହିଁ ପ୍ରକୃତରେ ଗୋଟେ ଡିଷ୍ଟର୍ବିଂ ଇନଫ୍ଲୁଏନ୍ସ, ଯେ କଣ କରେ ନା ଆମର ଏସେନ୍ସ ଅଫ ପ୍ୟୁରିଟିକୁ ଗୋଟେ ତାର ଡିଭାଇନ ଇନଫ୍ଲୁଏନ୍ସରୁ, ଦିବ୍ୟ ପ୍ରଭାବରୁ ଆମକୁ ବଞ୍ଚିତ କରେ। ତେଣୁ ଭାଇ ଭଉଣୀ ମାନେ, ଆମେ ଯେତେବେଳେ ଧ୍ୟାନ କରୁ ଆମ ମନକୁ ଶାନ୍ତ କରିବାକୁ ଚେଷ୍ଟା କରୁ, ଆମେ ଯେତେବେଳେ ଯୋଗ କରୁ ଆମ ମନକୁ ଅବିଚଳିତ ରଖିବାକୁ ଚେଷ୍ଟା କରୁ। ମା ସବୁବେଳେ କହୁଥିଲେ ଏକ ଅବିଚଳିତ ମନ, ଏକ ପ୍ରଶାନ୍ତ ମନ, ଗୋଟେ ହସନ୍ତ ମନ, ଏଇଟା ହଉଛି ନିବେଦନର, ଯେମିତି ଗୋଟେ ଫୁଟିଲା ଫୁଲ ପ୍ରକୃତରେ ନିବେଦନର ଯୋଗ୍ୟ, ସେଇଭଳି ଗୋଟେ ହସନ୍ତ ମଣିଷ, ଖୁସିର ମଣିଷଟିଏ ଯିଏ ଶାନ୍ତିରେ ରହିଛି, ସିଏ ହଉଛି ପ୍ରକୃତରେ ଗୋଟେ ବଡ ଦିବ୍ୟ ଉପାଦାନ ନେଇକି ଏ ଜଗତରେ ଅଛି। ଏବଂ ପୁଣି ଶ୍ରୀବୃନ୍ଦ କହୁଛନ୍ତି ପ୍ୟୁରିଟି is to accept no other influence but only the influence of the divine। ତାହେଲେ ପବିତ୍ରତାଟା କଣ? ବିଶୁଦ୍ଧତାଟା ବହୁତ ଭଲ କରି ମନେ ରଖିବେ। ବିଶୁଦ୍ଧି ହେଲା ସେଇ ଜିନିଷ ଯିଏ ଭଗବାନଙ୍କ ପ୍ରେରଣାକୁ ଛାଡ଼ିଦେଲେ ଅନ୍ୟ କୌଣସି ପ୍ରେରଣାକୁ ଗ୍ରହଣ କରେ ନାହିଁ। Purity is to accept no other influence but only the influence of the divine। ଏଇଟା ବି ଲେଟର୍ସନ ଯୋଗରେ ଶ୍ରୀ ଅରବିନ୍ଦ ଲେଖୁଛନ୍ତି। ପୁଣି ଲେଖୁଛନ୍ତି ପ୍ୟୁରିଟି ମିନ୍ସ ଫ୍ରିଡମ ଫ୍ରମ ସଏଲ ଅର ମିକ୍ସଚର। ଅର୍ଥାତ୍ ଜଣେ ବହୁତ ଗୁଡେ ଜିନିଷରେ ମିଶିକି ରହିଛି, ମିକ୍ସଚରରେ ଅଛି, ସଏଲରେ ଅଛି, ଅର୍ଥାତ୍ ସିଏ ଗୋଟେ କାଳିମା ଭିତରେ ରହିଛି, ଗୋଟେ ମାଟିର ମନସ୍କତା, ସଂସାର ମନସ୍କତା ଭିତରେ ରହିଛି, ସ୍ୱାର୍ଥ ମନସ୍କତା ଭିତରେ ରହିଛି। ତାଠାରୁ ଯିଏ ମୁକ୍ତ ସେ ହଉଛି ବିଶୁଦ୍ଧ। ଏବଂ ଆପଣଙ୍କର ଯୋଉ ଦିବ୍ୟ ଶୁଦ୍ଧତାର ଅର୍ଥ ହଉଛି there is no mixture of the turbid ignorant moments of the lower nature। ନିମ୍ନ ପ୍ରକୃତିର ଅତି ବିକ୍ଷୁବ୍ଧ ଅଜ୍ଞତା ଭିତ୍ତିକ ଗତିବିଧିରୁ ଯୋଉ ବ୍ୟକ୍ତି ମୁକ୍ତ ଥାଏ ତାକୁ ଆମେ ପିଓର ଲୋକ କହିବା। ତାହେଲେ ଯେଉଁମାନଙ୍କର କନସେନ୍ଟ୍ରେସନ ରହିଛି, ଏକାଗ୍ରତା ରହିଛି, ଯେଉଁମାନଙ୍କର ସତ୍ତା ଗୁଡ଼ିକ କେନ୍ଦ୍ରିତ, ବିକ୍ଷୁବ୍ଧ, ଚଞ୍ଚଳ, ଅସ୍ଥିର, ଏଇ ସବୁ ଗୁଡ଼ିକ ମାନେ ଆଧ୍ୟାତ୍ମିକତାର ଗୋଟେ ବଡ ଶତ୍ରୁ କହିବାକୁ ଗଲେ। ତେଣୁ ମାନେ କହି ରଖୁ ଯେ ସେଇଠି ଆପଣଙ୍କର ଯୋଉ ପ୍ୟୁରିଟି ଇଜ ଦି କଣ୍ଡିସନ ଇନ୍ ହ୍ୱିଚ୍ କନସେନ୍ଟ୍ରେସନ ବିକମ୍ସ ଏଣ୍ଟାୟାର। ଯେତେବେଳେ ଆପଣଙ୍କ ଏକାଗ୍ରତାଟି ସାମଗ୍ରିକତା ହେଇପଡ଼ିବ, ରାଇଟଲି ଇଫେକ୍ଟିଭ, ଯଥାର୍ଥ ଭାବରେ ପ୍ରଭାବୀ ହବ, ଏବଂ ବାଇ କନସେନ୍ଟ୍ରେସନ ପ୍ୟୁରିଟି ଡଜ୍ ଇଟ୍ସ ୱାର୍କସ, ଏକାଗ୍ରତାର ସହିତ ଆପଣ କାର୍ଯ୍ୟଟି କରୁଥିବେ। and without it would only lead to state of peaceful quiescence and eternal repose। ଯେଉଁମାନଙ୍କ ପାଖରେ ଶାଶ୍ୱତ ବିଶ୍ରାନ୍ତି ରହିଛି, ଶାନ୍ତି ରହିଛି, ସେମାନେ ହେଲେ ବିଶୁଦ୍ଧ ସତ୍ତା ଏକାଗ୍ରତାର ସହିତ ଯେଉଁମାନେ ଭଗବାନଙ୍କର କର୍ମ କରିପାରନ୍ତି। ତାହେଲେ ମୁଁ ଭାବୁଛି ଏଇ ଯୋଉ ଶବ୍ଦ ଗୁଡ଼ିକ ଆମକୁ କେତେ ଦରକାରୀ। ତାହେଲେ ଆମେ ବିଶୁଦ୍ଧତା ଛଡା ଆଉ କିଛି ଚାହିଁବା ନାହିଁ। ଶକ୍ତି, ଆଲୋକ, ପ୍ରସାରତା, ଶାନ୍ତି, ଆନନ୍ଦ ବ୍ୟତିରେକେ ଆମେ ଆଉ କିଛି ଚାହିଁବା ନାହିଁ। ଏମାନେ ସବୁ କଣ ନା, ଏମାନେ ହଉଛନ୍ତି ଦିବ୍ୟ ଚେତନା। ଆମେ ସେଇଥିପାଇଁ ଚାହିଁବା ଡିଭାଇନ କନସିୟସନେସ। ଦିବ୍ୟ ଚେତନା ସମ୍ପର୍କରେ ଆମେ ଆହୁରି ଅଧିକ ଆଲୋଚନା କରିପାରିବା। and its insistence to transform and perfect your mind, life and body। এই ଦିବ୍ୟ ଚେତନାଟି କଣ ପାଇଁ ଦରକାର? ଆମେ ସବୁ କୋଉ ଚେତନାରେ ଥାଉ? ବ୍ୟକ୍ତି ଚେତନାରେ ଥାଉ। ବ୍ୟକ୍ତିଗତ ହାନି ଲାଭ, ନିଜର ବ୍ୟବସାୟ, ନିଜର ଚାଷ, ନିଜର ରାଜନୀତି, ନିଜର ସମାଜନୀତି, ନିଜ ଚାରିକଡେ କଣ ଘଟୁଛି, ମୋ ପଡିଶା କଣ କହୁଛି, ମୋ ଅନୁଷ୍ଠାନରେ କଣ ଘଟୁଛି। ଆମର ଯୋଉ ଚେତନାଟି ସେଇଟା ବାସ୍ତବରେ ଗୋଟେ ପ୍ରକାର
कौन आपणकर डिवाइन कन्सियसनेस रे जो कुछ कथाटी थाए प्यूरिटी फोर्स लाइट वाइडनेस काम आनंद ये सब यहीटा कौन करे ना गोटे बड़ काम करिया चाहे से बड़ कामटी कौन ना सी आम मन प्राण और शरीर को रूपांतरित करिया को चाहे दिव्य चेतनाटी द्वारा प्रभाव रे आम मन प्राण शरीर रूपांतरित हब यही रूपांतरित मन प्राण शरीर रे आमे भगवान को लाभ करि परिबा ताले पुणी गोटे बहुत जरूरी कथा श्री अरविंद लिखिछंती जे आस्क फॉर नथिंग बट द डिवाइन किंतु आमे कोन चाहूछु यदि आमको चाहिबा पई कोहा जीवो केबे थरे मु गोटे प्रबंध रे लिखिथिली जे भगवान थरे प्रत्यक्ष हले आउ समस्त कहले तमे गोटे इच्छा चाहिबो जोटा चाहिबो सेटा पाइबो ताले आज आमे कोन चाहिबा आपन को ये प्रश्नटी रखुची आमे कोन चाहिबा तो अधिकांश मनुष्य जगत रे डिवाइन को चाहिबे नाही किंतु श्री अरविंद उपदेश आस्क फॉर नथिंग बट द डिवाइन दिव्य को छाड़ी आउ किछि चाहो नाही केवल पुणी काहे कि चाहो नाही ना बिकॉज ask for nothing but the divine spiritual and supramental truth आउ जिनसटी को चाहो जे आध्यात्मिक और भागवत सत्य आमे आसंता आलोचना जतले चारि हबो सेते बेले ई स्पिरिट सुप्रामेंटल और स्पिरिचुअल ट्रुथ संपर्क रे आलोचना करि परिबा ट्रुथ कहले कोन बुझा जाय एवं ट्रुथ कहले आमे बोधे खाली बुझुछु सत्य कहबाटा तार गोटे पाठ वाचनिक सत्य किंतु सत्य से नुहे सत्यर विराट व्याप्ति रही एवं ए संपर्क रे आलोचनाटा हवा दरकार सत्य उपरे तेणु आमे आध्यात्मिक ओ गोटे प्रकार अतिमानस सत्यर सिद्धिटा को चाहिबा इट्स रियलाइजेशन ऑन अर्थ ए जगत उपरे तार सिद्धि बा तार उपलब्धिटा को चाहिबा इन यू आम भितरे एंड इन ऑल हु आर कॉल्ड केवल आम भितरे हेले हबो नै आम भितरे चाहिबाटा पूर्वरु घटी सारिछि याज्ञवल्क्य को नियंतु विश्वामित्र को नियंतु वशिष्ठ को नियंतु सेमाने सब दिव्य मनुष्य थिले प्रज्ञावान चक्षु तांमानकर थिला सेमाने सत्य कोन जानि थिले किंतु जगतटी उद्धार पाई नाही श्री अरविंद से कथाटी को आउरी जोड़ी देले से कहले ये जो आध्यात्मिक सत्य रो अवतरण हबो जगत रे जो अतिमानस सत्य रो अवतरण हबो सेठी जो पृथ्वी को उपलब्ध हबो सेटा आम भितरे भी घटिबो इन यू एंड इन ऑल समस्त भितर घटिबो पुणी समस्ते कहले से भी आउ गोटे शर्त रखा होची हु आर कॉल्ड एंड चोजन जो माननकु ग्रहण करा जायछि ओ जो माने अधिकार पाइछन्ते जो माननकु निमंत्रण मिलिछि आर कॉल्ड एंते आपण गोटे बागर बुझी करछन समस्ते कोन जाई खाइ देबे जो माननकु कॉल्ड जो माननकु डका जायछि आ जो माननकु बछा जायछि सेही माने ही ताको जेमति पाउछन्ती सेही भली जेतबेले अतिमानस सत्य आसीबो ए आध्यात्मिक सत्य आसीबो जो माननकु बछा जायछि एवं जो माननकु डका जायछि बा जो माननकु निर्वाचित करा जायछि जो माननकु अधिकार दिया जायछि सेही माननकु ए समस्तक भितर एरा कार्य करिवो in all who are called and chosen and the conditions needed for its creation and its victory over all opposing forces तेणु सेते बेले कोन हबो ना सत्यर सृष्टि हबो गोटे विक्ट्री विजय आसीबो ए विजयटी कोन आमे जेमिति आज रो दुनिया रे बुझुछु जणे जनक विरुद्ध रे खेलुची सेटा विजय जणे जण नारे मकद्दमा करची सेटा गोटे विजय से जीती गला जणे शत्रु मित्र होचंती जनक पक्षरे न्याय आसीगला तार विजय हेगला से बळी विजय ये होची सत्यर विजय ई विजय रो दृष्टिटी कोन से संपर्क रे आमे आलोचना जारी रखिबा तेणु एवं जेते बेले एई भली एक विजय आसीबो आमे सबले तो पताका अवतरण करू और पताका उत्तोलन करू आमे कोन स्लोगान दउ कहले विक्ट्री टू द डिवाइन मदर दिव्य जननींकर जय दिव्य जननींकर जय हबो दिव्य जननी कहा उपरे युद्ध घोषणा करिसंती एई जगतर अज्ञानता उपरे जगतर अहंकार उपरे जगतर व्यक्ति चेतना विरुद्ध रे क्षुद्रता विरुद्ध रे व्यक्तिर सीमा विरुद्ध रे
ये सब आम सीमितता विरुद्ध से युद्ध घोषणा कर तो जय हम सी कौन कर सकल विरोधी शक्ति पर पूर्ण विजय पाइब यहाँ हूँ फाइनाल विक्ट्री ओवर अपोजिंग फोर्सेस ना से पर्यंत ये अपोजिंग फोर्स गुड़िक थे जेते पर्यंत स्पिरिचुअल और सुप्रामेंटाल ट्रुथ आसी ना पृथ्वी बक्षरे ता प्रकृत अनुभूत ही नहीं एवं जेते पर्यंत जो माननको अधिकृत करा जायछि जो माननको निर्वाचित करा जायछि सेमाने सेही सत्यटी को संपूर्ण रूपे ग्रहण करि नांती आम निज भितरे सेही विराट सत्यटी कार्यकारी होई नाही सेते पर्यंत आमर एही पूर्ण विजयटी संभव हेबो नाही ताहाने आउरी केते चमत्कार भावरे कहा जायछि जे ये सत्यर भूमिटी वास्तविक कौन तेणु ये सत्यटी को बाटरे आम जगत को आसो मो आलोचनार शेष आड़ को आसुची श्री अरविंद ट्रुथ संपर्क रे कहउचंती जे এই जगतरे विज्ञान धरी नैथिला जे सत्यटी होची सब बेले भौतिक एवं वस्तुभित्तिक किंतु आध्यात्मिकवादी माने कहउतले जे सत्य भौतिक नुहे ताहा आत्मिक एवं बहु समय भावभित्तिक किंतु जेतेबेले जोगर जीवन तैयारी हला विज्ञानर जीवन तैयारी हला उभय गोटे जगार स्थिर हेले जे ट्रुथ टा होची स्पिरिचुअल एंड सब्जेक्टिव एंड एटा मध्य गोटे ऑब्जेक्टिव फेनोमेना उभय ऑब्जेक्टिविटी और सब्जेक्टिविटी रो गोटे भावात्मक एवं वस्तु वस्तुगत गोटे सम्मिश्रण जहाँ को सिंथेसिस सब जोगरे श्री अरविंद गभीर भाव में आलोचना करिसंती तेणु आमे बुद्धि रे जो कथाटी बुझी थाउ ये कथा गुड़िक प्रकृत रे सत्य सहित संबंधित नुहे आज जने भल जने संत कहते जे बुझिले आमे कौन करू बुद्धि रे आम बोझ हो जाए एटा आमको लाइट आड़ को निये नाही आमको आलोक आड़ को निये नाही तेणु प्रकृत रे आत्मार गोटे अत्यंत घनिष्ठ अंतरंग अनुभूति होचे सत्य ये आत्मार घनिष्ठ अनुभूति केवल रूपांतरित मन प्राण शरीर रे मिल पारिबो जो माने आत्मार सत्य अनुभूति लाभ करिया को चाहंती से माने विशुद्धि शक्ति ज्योति प्रसारता प्रशांति और आनंदर जीवन भितरे बंचिबे ये समस्त कथा परस्पर सहित संयुक्त एक आध्यात्मिक जीवन आमे ताकू जटिल मन करिबा नहीं खाली एतिकी मन रखिबा जे मांकर करुणा भगवतींकर करुणा जो जगह कार्य करे आउ आम अंतकरण ताकू ग्रहण करिया पई पूर्ण रूपे प्रस्तुत हुए एवं जेते जेते आम भितरे शुद्धता बढ़ुथबो पवित्रता बढ़ुथबो आम भितरे शक्ति ज्योति प्रसारता प्रशांति आनंद को ग्रहण करिया भलिया गोटे शक्ति आसुथबो आमर श्रद्धा निष्ठा समर्पण जेतिकी पूर्ण होथबो सेही अनुसारे भागवत सत्यटी एई जगत रे निश्चित भाव रे प्रतिष्ठित हबो एवं भगवानଙ୍କର सेही अतिमानस सत्य मध्य एई जगत रे प्रतिष्ठित हबो सेदिन जायकि पृथ्वी रो बाधा बंधन दुख जंत्रणा जहाँ जहाँ ये जगत को अदिव्य करी रखिछि जहाँ ये जगत को गोटे पीड़ित पृथ्वी करी रखिछि सेथिरु से मुक्त हबो ये अंधकार रो मुक्त हबो गोटे वेदनार्थ पृथ्वी एक महान स्वर्ग रे परिणत हबो तेणु एई भली एक विश्वास एई भली एक आस्था एई भली एक श्रद्धा सहित आमे निरंतर जीवन यापन करुथबा मांकर करुणाटी को आवाहन करुथबा ताको अनुभव करुथबा तेणु आजिर आलोचनाटी को मु इथिरे रखुछि आपण माने समस्ते श्रद्धार सहित धैर्यर सहित प्रशांतिर सहित ये समस्त मांकर एई परम सत्य गुडी को ग्रहण करिथारो मु पुनी थरे आपण माननकु मोर शुभेच्छा जनाउछि एवं मांकर कृपा आशीष समस्तଙ୍କ ପାଇଁ भिक्षा करुछि धन्यवाद। धन्यवाद भाई। परम प्रभु श्री अरविंद ए जो माँ पुस्तक रचना कर आम यार प्रत्येक वाक्य
प्रत्येक शब्द आम गोटे शिक्षा पूर्ण जगह आम पाद थापीचे से पद को हाँ भाई टिके इंटरनेट कनेक्शन पड़ता प्रत्येक शब्द आम गोटे शिक्षा पूर्ण जगह आम मैंने पाद थापीजे से पथ को जीवा गले आमर अहंकार बाधा दे थाए किंतु जेते आम भीतर देश दुर्बलता थाउना कहीं जो अहंकार थाउना कहीं आम जब आंतरिक भाव समर्पण रे लगी रहा माँ का शक्ति माँ का आलोक चेतना से सब आम पथ को आलोकित कर से सब को दिन रूपांतरित कर पूर्ण आंतरिक पूर्ण सिद्धि लाभ करईदेव से जिते समय लागू आम हताश हेबा नहीं आमर प्रयास जारी से भगवान केवल आम अंतर नुहे आम स्थूल शरीर स्थूल आखिरे आम देखा भाई आम आनंद पाइबा किंतु आमको गोटे कंडीशन माँ पूर्ण समर्पित अवस्था आसा पर्यंत एकात्मता रखा पुणी आसंता रविवार ठीक यही समय आम पाठचक्र रे जॉइन होगा अंतर रे गोटे पूर्ण प्रस्तुति चालू रही प्रस्तुति को पुणी आम परम प्रभु श्री अरविंद माँ पाद पद्म कृतज्ञता जनाई आमर नूतन वर्षर आगमन रे पुणी रविवार आम एकाठी यही पाठचक्र उपस्थित हवा यह प्रार्थना करवा माँ पाखरे निज गोटे प्रस्तुति करवा आमर जेते जहाँ दुर्बल दोष थावना कहीं आम माँ श्रेय एकात्मतार अनुभव करवा ये कही मो पाठचक्र आज समस्त करने समय आसी परिशेष उपस्थित पाठचक्र भाई को मोर प्रणाम वंदे मातरम माँ नाम जप आमर पाठचक्र को स्थगित रखा।